ବିଂଶ ପରିଚ୍ଛେଦ ଗୋପୀ ସାହୁର ଦୋକାନ ଘର। ବିରୂପା ନଦୀକୂଳ ଗୋପାଳପୁର ଘାଟ। ଏହିଟି କଟକ ଯିବାର ଦାଣ୍ଡ। ଲୋକମାନେ ଏହିଠାରେ ପାରି ହୁଅନ୍ତି। ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା। ଗଲା 8 ଅଙ୍କ ଭୋଦୁଆ ଅଷ୍ଟମୀ ବଡ଼ ବଢ଼ିରେ ଭାସି ଯାଇଅଛି। ଗ୍ରାମ ଗଲାଣି, ନାମ ଯାଇନାହିଁ। ତୁଠ ଉପରେ ଗୋଟିଏ ଭାରି ବଡ଼ ବରଗଛ। ଗଛ ମୂଳରେ ଗୋପୀ ସାହୁର ଦୋକାନ ଘର। ଘରଟି 7 ପାଞ୍ଚ। ସେଥିମଧ୍ୟରୁ ଅଧିକରେ ଗୋଟିଏ କୋଠରୀ, ଅଧେ ମେଲା। ଆଗରେ 2 ହାତ ଲମ୍ବା ପିଣ୍ଡା। ଦୈବ ଦୁର୍ବଳେ କେହି ବାଟୋଇ ରହିଗଲେ ମେଲାରେ ରୋଷେଇ କରନ୍ତି। ଗୋପୀ ବୁଢ଼ା ହୋଇଗଲାଣି। ବିଲ ବାଡ଼ିକି ଆଉ ପାରେ ନାହିଁ। ଗଲା ଅଙ୍କରେ ବୁଢ଼ୀ ଚାଲିଗଲା ଦିନରୁ ତା ଅଣ୍ଟା ବସିଗଲାଣି। ପୁଅମାନେ ମଧ୍ୟ ବୁଢ଼ାକୁ ଧନ୍ଦାରେ ପକାନ୍ତି ନାହିଁ। ଗୋପୀ ତୁଚ୍ଛା ବସିବା ଲୋକ ନୁହେଁ। ବସିବାଠାରୁ କାଶିବା ଭଲ। ବରଷେ ହେଲା ଫନ୍ଦାଟାଏ ଫାନ୍ଦିଛି। ଦିନ ପ୍ରହରକ ବେଳେ 4ଟା ମୁହଁରେ ଦେଇ ଦୋକାନକୁ ଆସେ। ସଞ୍ଜବେଳେ ଦୋକାନ ଘରେ ଲମ୍ବା ନଳି କୋଲପଟାଏ ପକାଇ ଘରକୁ ଚାଲିଯାଏ। ଦୋକାନଠାରୁ ଅଧକୋଶ ଛଡ଼ା। ଦୋକାନରେ ଚାଉଳ, ଡାଲି, ଲୁଣ, ଚୁଡ଼ା, ଧୂଆଁପତ୍ର ରଖିଥାଏ। ସଞ୍ଜବେଳେ ଘରକୁ ଯିବାବେଳେ ପସରା ସବୁ ଗୋଟାଏ ଟାକେଇରେ ଭରତି କରି ଘରକୁ ଘେନିଯାଏ। ଗୋପୀ ଗାଁ ଲୋକଙ୍କ ପାଖରେ କହେ, ସେ ଏଣିକି ବଡ଼ ସାହାଖର୍ଚ୍ଚୀ ହୋଇପଡ଼ିଲାଣି। ସଞ୍ଜବେଳେ ସୋରିଷେ ଆପୁ ନ ଖାଇଲେ ରାତିରେ ନିଦ ହୁଏ ନାହିଁ। ଆପୁ ଖାଇସାରି ଚୁଡ଼ା ଗୁଣ୍ଡି 2ଟା କିମ୍ବା ମୁଢ଼ି ଗୁଣ୍ଡି 2ଟା ପାଟିରେ ନ ପକାଇଲେ ନୁହେଁ। ଧୂଆଁ ଅଭ୍ୟାସ ତ ଅଛି, ହେଲେ ଖର୍ଚ୍ଚ ନିଜ ଅର୍ଜନରୁ ଚଳାଏ। ପୁଅମାନେ ଦୋକାନ କରିବା ସକାଶେ ଯେ ଆଠଣିଟିଏ ଦେଇଥିଲେ, ସେଥିରୁ ଯେ ପଇସାଏ ଅଧଲାଏ ବାହାରେ, ସେଥିରେ ଚଳିଯାଏ। ପାଣ୍ଠିରେ ହାତ ଲାଗେ ନାହିଁ। ଅଶିଣ ମାସିଆ ଦିନ। ଦିନଯାକ ମେଘାଟା ଘୋଡ଼େଇଛି। 2 ଦିନ ଅସରା ପାଣି ମଧ୍ୟ ହୋଇଗଲାଣି। ବର୍ଷା ପଡ଼େ ଟପର ଟପର। ବାଟଟା କାଦୁଅରେ ଚପର ଚପର। ବାଟୋଇ କେହି ନାହାନ୍ତି। ବେଳ ଆହୁରି ଦଣ୍ଡେ ଅଛି। ମାତ୍ର ମେଘ ଘୋଟି ଯାଇଥିବାରୁ ଅନ୍ଧାର ହୋଇଆସିଲା ପରି ଜଣାଯାଉଅଛି। ଗୋପୀ ଦୋକାନକୁ ଅନାଇ କହିଲା, ସକାଳୁ କାହା ମୁହଁ ଚାହିଁଥିଲି, ଅଧାଲାଟିକର ଧୂଆଁପତ୍ର ମଧ୍ୟ ସରିଲା ନାହିଁ। ଗୋପୀ ଦୋକାନକୁ ଗୋଟିଏ ଟାକେଇରେ ପୂରାଇ ଗାମୁଛା ମୁଣ୍ଡରେ ବାନ୍ଧି ପିଣ୍ଡାରେ ବସିଲା। ଆକାଶକୁ ଅନାଇ ଆପେ ଆପେ କହିଲା, ବେଳ ବୁଡ଼ିନାହିଁ। ନଦୀ ଘାଟକୁ ଅନାଇଅଛି। କେହି ବାଟୋଇ ପାରିହୋଇ ଆସିବ ପରା। ନଦୀ ତୁଠକୁ ଏକ ଧ୍ୟାନରେ ଅନାଇ ଭଜନ ଆରମ୍ଭ କରିଅଛି। ଦିନ ଗଲାଟିରେ ସରି, ବୃଥା କାଳ କାଟିଦେଲେ ନ ଭଜି ଶ୍ରୀହରି। ଦିନ ଗଲାଟିରେ ସରି, ବୃଥା କାଳ କାଟିଦେଲେ ନ ଭଜି ଶ୍ରୀହରି। ବହିଯାଇଅଛି ଆୟୁ ନଦୀସ୍ରୋତ ପରି। ପଡ଼ିଲେ କାଳ ସାଗରେ ନ ଆସିବ ଫେରି। ବିଜୟରେ ମତ୍ତ ହୋଇ ଦିବସ-ଶର୍ବରୀ। ଆପଣାର ନିଜ ଧାମ ରହିଛି ପାଶୋରି। ଦିନ ଜନେ ଦୟାକର ଦୟାମୟ ହରି। ନିରନ୍ତର ତୁମ୍ଭ ନାମ ଥିବି ହୃଦେ ଧରି। ଏ ଦୋକାନୀ, ରହିବାକୁ ଜାଗା ମିଳିବ? ଗୋପୀ ଚମକି ପଡ଼ି ଅନାଇଲା ଦୋକାନ ଆଗରେ 2 ଜଣ ବାଟୋଇ। ଯଥାଟି ପିନ୍ଧା, ମୁଣ୍ଡରେ ଗାମୁଛାଗୁଡ଼ିଆ, ପିଠିରେ ସାନ ଗୋଟାଏ ବୋକଚା, କାନ୍ଧରେ ତାଳପତ୍ର ଛତାଟିଏ। ଜଣେ ପୁରୁଷ, ତା ପଛଆଡ଼େ ଗୋଟିଏ ସ୍ତ୍ରୀ। ପାଟଶାଢ଼ୀ ଖଣ୍ଡିଏ ପିନ୍ଧା, କୁମ୍ଭକର୍ଣ୍ଣ ଧଡ଼ି। ସୂତ ଶାଢ଼ୀ ଖଣ୍ଡିଏ ଚଉତା ହୋଇ ଉପରାଣ ପଡ଼ିଛି। ସର୍ବାଙ୍ଗ ଢଙ୍କା। କେବଳ ନାକର ଫୁଲଗୁଣା ଆଉ
ନାଟମୟୂର ଦିଶିଛି। ଲୋକେ କହନ୍ତି ଭେକ ଥିଲେ ଭିକ, ଭେକ ଥିଲେ ଭିକ। ଲୁଗାପଟାରୁ ଗୋପୀ ବୁଝିଗଲା ଆଣ୍ଟୁଆ ମହାଜନ। ଗୋପୀ ଚଞ୍ଚଳ ଦୋକାନ ପିଣ୍ଡାରୁ ଓହ୍ଲାଇ ପଡ଼ି ଦୁଇଜଣଙ୍କୁ ଦୁଇଟା ଦଣ୍ଡବତ ହୋଇ କହିଲା, ଆଜ୍ଞା ଆସନ୍ତୁ, ଆଜ୍ଞା ଆସନ୍ତୁ, ଦୋକାନ ଉପରକୁ ଆସନ୍ତୁ, ରୋଷେଇ କରନ୍ତୁ, ସବୁ ସରଞ୍ଜାମ ଅଛି। ଘରେ ଛିଣ୍ଡା ପଟି ଖଣ୍ଡ ମେଲାଇ ଦେଲା। ସ୍ତ୍ରୀ ଲୋକଟି ଆଗେ ଗୋଡ଼ ଧୋଇ ଓଦାଲଗା ପାଲଟି ପାଟିରେ ଯାଇ ଚକା ପରି ବସିଲେ। ଦେହରେ ଅଳଙ୍କାର ଦେଖି ଗୋପୀ ଆଜ୍ଞା, ସାଆନ୍ତ, ସାଆନ୍ତାଣୀ ଇତ୍ୟାଦି ସମ୍ବୋଧନ କରି କଥାମାନ ପ୍ରତି କଥା ଆଗରେ ବୋଲି ଯାଉଅଛି। ଏଣେ ସ୍ତ୍ରୀ ଲୋକ ଗୋପର ଭକ୍ତି ଦେଖି ଖୁସି ହୋଇଗଲେଣି। ପଣତ କାନିରୁ 4 ଅଣାଟିଏ ଫିଟାଇ ଗୋପ ପାଖକୁ ଫୋପାଡ଼ି ଦେଇ କହିଲେ, ଏ ବୁଢ଼ାପୁଅ, ରୋଷେଇ ସରଞ୍ଜାମ ଦେ। ଗୋପ ଲଣ୍ଡଭଣ୍ଡ ହୋଇ ସଉକିଟିଏ ଉଠାଇ ନେଇ ଦୁଇ ହାତରେ ଲେଉଟା ଲେଉଟି କରି 2-3 ଥର ଦେଖିଲା। ତାହା ବାଦ୍ 2 ଥର ଚୁମା ଖାଇ 2 ଥର ମରେ ମାରି କୁଞ୍ଜଳ ତଳ କାନିରେ ବାନ୍ଧି ନାହି ପାଖରେ ଖୋସିଦେଲା। ଗୋପ ମୁହଁ ଦେଖି ଜଣାଯାଏ, ସେ ଆଉ ଥରେ ମନ ଭିତରେ ବୋଲିଥିବ, ଆଜି ସକାଳେ କାହା ମୁହଁ ଚାହିଁଥିଲି, ସଉଦା ନ ହେଉଣୁ ସଉକିଟାଏ। ଦୋକାନ ଆରମ୍ଭ ଦିନରୁ ଏଟା ନୂଆ କଥା। ଗୋପୀ ରୋଷେଇ ସରଞ୍ଜାମ ସମସ୍ତ ଅର୍ଥାତ୍ ଚାଉଳ, ଚୋପାଳିଆ, ବିରିଜାଇ, ଲୁଣ ଆଣି ଥୋଇଦେଇ ଆଗେ ନିଆଁ ବରିହା ଫୁଙ୍କି ଚୁଲି ଲଗାଇ ଦେଲା। ସ୍ତ୍ରୀ ଲୋକଟି ଭାତ ରାନ୍ଧିବାକୁ ପୁରୁଷ ମାଠିଆ ଡେବିରି ହାତରେ ଧରି ପାଣି ଆଣିବାକୁ ବାହାରିଲେ। ସ୍ତ୍ରୀ ଲୋକଟି କହିଲେ, ଆରେ ବୁଢ଼ାପୁଅ, ଏଠି ଦୁଧ ଘିଅ ମିଳିବ? ଦୁଧ ଘିଅ ନ ହେଲେ ମୁଁ ଖାଏ ନାହିଁ। ଗୋପୀ କହିଲା, ଆଜ୍ଞା ସତ କଥା ନ ମିଳିବାକୁ ସିନା, ଏସବୁ କ'ଣ ଛାମୁଠା ବସିବା ଜିନିଷ? ଜଳଖିଆ ପାଇଁ ଆଚ୍ଛା କାଣ୍ଡିଆ ସରୁ ଚୁଡ଼ା ହୁଅନ୍ତା, ନିରୁତା ଗାଈ ଦୁଧ ହୁଅନ୍ତା, ନବାତ ନୋହିଲେ ଦକ୍ଷିଣା ନୂଆ ଗୁଡ଼ ହୁଅନ୍ତା, ଆଉ ଖନ୍ଦା ପାଇଁ ବଡ଼ ଶେଉଳ ନୋହିଲେ ବାଳିଆ ମାଛ, ବନ୍ତଳ କଦଳୀ, ମୁଗ ଯାଇ, ଦୁଧ ଘିଅ ହୁଅନ୍ତା। କ'ଣ କରିବି? ଆଜ୍ଞା, ଏଇଟା ତ କାଙ୍ଗାଳି ଦେଶ। ଆପଣା ପଦାରବିନ୍ଦ ଧୂଳିରଜ କିପରି ମୋ କପାଳକୁ ପଡ଼ିଗଲା। ଆଜ୍ଞା, ଗୋଟା କେତେ ପଇସା ଦିଅନ୍ତୁ, ଗାଁ ବୁଲି ଦେଖେ। ସ୍ତ୍ରୀ ଲୋକଟି ପୁନର୍ବାର ଗୋଟାଏ ସଉକି ଫୋପାଡ଼ି ଦେଲା। ଗୋପ ପୂର୍ବପରି କାନିରେ ବାନ୍ଧି ଗ୍ରାମକୁ ଧାଇଁଲା। ରାତି ଅଧଘଡ଼ି ସମୟରେ ଗୋପର ସାନପୁଅ ବୃନ୍ଦାବନ ଖଣ୍ଡେ କଦଳୀପତ୍ର ଠେଲାରେ 2-3 ତୋଳା ଘିଅ, ଗୋଟାଏ ମାଟି ଠେକିରେ ମାଣେ ଅନ୍ଦାଜ ଦୁଧ, ଯୋଡ଼ାଏ ବାଇଗଣ ଦୋକାନ ପିଣ୍ଡାରେ ଥୋଇଦେଇ କହିଲା, ଆଜ୍ଞା, ବାପା ବଟେଇ ଦେଲା, ସେ ଅନ୍ଧାର କଣିଆ, ଆସିପାରିଲା ନାହିଁ। ଦୋକାନରେ ତୃତୀୟ ଲୋକ ନାହିଁ। ସ୍ତ୍ରୀ ଲୋକଟି ଭାତ ରାନ୍ଧୁଛି, ପୁରୁଷଟି ଯୋଗାଇ ଦେଉଛି। ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ। ସ୍ତ୍ରୀ, ଶୁଣିଲୁରେ ଗୋବିନ୍ଦ, ଶୁଣିଲୁ ତ, କାନ ଲଗେଇ ଶୁଣିଲୁ ତ, ମତେ ସମସ୍ତେ ସାଆନ୍ତାଣୀ କହୁଥିଲେ। ଯେଉଁଠିକି ଯିବ ସମସ୍ତେ ସାଆନ୍ତାଣୀ କହିବେ। ତତେ ସାଆନ୍ତ କିଏ କହୁଥିଲା? ଆରେ ଚାଲ, କଟକ ଚାଲ, ତତେ କ'ଣ କରିଦେବି ଦେଖିବୁ। ତତେ 4 ଦିନ ହେଲା ବୁଝେଇ ଥକିଲିଣି। ଗୋବିନ୍ଦା, ନା ଚମ୍ପା ସାଆନ୍ତାଣୀ, ଚାଲ ଆମ ଗାଁକୁ ଯିବା, ସେଇଠି ରହିବା, ବିଲବାଡ଼ି କିଣିବା, ଚାଷ କରିବା, ହଳିଆ ରଖିବା। ଚମ୍ପା,
ଆରେ ସତେ ଲୋକେ ଯାହା କହନ୍ତି, ଅତି ନିଉଛଣା ଅନ୍ଧାର ରାତି, ଅତି ନିଉଛଣା ଭଣ୍ଡାରୀ ଜାତି। ବିଲବାଡ଼ି କ'ଣ ହବରେ? ଆରେ ଯାହା ସାଙ୍ଗରେ ଆଣିଛି 100 ବରଷ 200 ବରଷ ବସି ଖାଇଲେ ତ ସରିବ ନାହିଁ। ଗୋବିନ୍ଦା ନା ସେ କଥା ହବ ନାହିଁ। ମୁଁ ଗାଁକୁ ଯିବି। ଘରୁ ଢେର ଦିନ ହେଲା ଖବର ପାଇନାହିଁ। ମୋ ମନ କେମିତି ଗୁଡ଼େଇ ପୁଡ଼େଇ ହେଉଛି। ନୋହିଲେ ମୁଁ ଯାଏଁ, ତୁମ୍ଭର ଯାହା ମନ କର। ଚମ୍ପା ଭାଗ କ'ଣ? ଆରେ ଯାହା କହନ୍ତି ପଡ଼ୋଶୁଣୀ ପିଠା ଦେଖି ରବାଇ ଖାବଇ। ଆରେ ଯାହା କହନ୍ତି ପଡ଼ୋଶୁଣୀ ପିଠା ଦେଖି ରବାଇ ଖବାଇ, ଘଷି ଫଡ଼ାରେ ଗୁଡ଼ ଲଗାଇ ଭଡ଼ ଭଡ଼ ଚୋବାଇ। ଧନ ସେଠି ଥିଲା ମୋର, ଏଠି ବି ମୋର। ମୁଁ କ'ଣ ଚୋରି କରି ଆଣିଛି? 7 ଦିନ ହେଲା ବରଷା ନାହିଁ, କାଦୁଅ ନାହିଁ। ଏ ଗାଁ ସେ ଗାଁ, ୟା ଓଳି ତା ଓଳି ବୁଲେଇ ବୁଲେଇ ମାରିଲାଣି। କହିଲୁ ସାଆନ୍ତ ପହଡ଼ ଘର କଣରେ 3 ଜାଗାରେ ସୁନା ଟଙ୍କା, କଳା ଟଙ୍କା, ସୁନା ଗହଣା ସବୁ ପୋତା ହୋଇଥିଲା। କିଏ ପୋତିଥିଲା? ନିଶୁନ ରାତିରେ ମୁଁ ଗାତ ଖୋଳେ, ସାଆନ୍ତ ମୁଁ ଦୁହେଁ ପୋତୁଁ। ତୁ କ'ଣ ଜାଣିଥିଲୁ? ଏସବୁ ମୋର ନା ଆଉ କାହାର? ଗୋବିନ୍ଦ ଟଙ୍କା ତ ପୋତିଥିଲ, ସବୁ କରିଥିଲ। କଞ୍ଚି ନ ପାଇଥିଲେ କିଛି ପାଇଥାନ୍ତ କି? କଞ୍ଚି ଆଣିବା ବୁଦ୍ଧି କିଏ କାଢ଼ିଲା? ଚମ୍ପା ଏହିକି ଏତେ ନା? ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ? ବଡ଼ ବୁଦ୍ଧିଟାଏ କାଢ଼ିଲାରେ। ମୋତେ ଆଉ ବୁଦ୍ଧି ଆସନ୍ତା ନାହିଁ। ଦେଖୁଛି ସେ ଦିନ ସାଆନ୍ତଙ୍କ ପଛେ ପଛେ ତତଲା ବାଲିରେ 2 କୋଶ ବାଟ ଧାଇଁ ଗୋଡ଼ରେ ଫୋଟକା ବାହାରି ପଡ଼ିଲା। କାନ୍ଦି କାନ୍ଦି ତୋଟି ବସିଗଲା। କହୁଛି କ'ଣ ନା ବୁଦ୍ଧି କହିଲି। ବୁଦ୍ଧି ନା, ବଳେଇ ପଡ଼ି ଯାଇଛି କୁଦି। ଆଚ୍ଛା କହିଲୁ, ମୁଁ ସେ ରାଣ୍ଡି ବ୍ରାହ୍ମଣୀ ସାଙ୍ଗରେ ବସି ରାତିଏ ରହି ତା ଘର ଜମିର ସନନ୍ଦ ଆଡ଼ଖୁର ଭିତରୁ ଘେନି ଆସିଲି, ସେ ବୁଦ୍ଧି ତୁ କହିଦେଇଥିଲୁ? ଗୋବିନ୍ଦ ଆଉ କିଛି ନ କହି ରୁଷି ଆସି ପିଣ୍ଡାରେ ବସିଲା। ଚମ୍ପା ମଧ୍ୟ ତୁନି। ଏକ ଚାହାଳୀର ପାଠ, ଏକ ଅବଧାନର ବାଟ। ଚତୁରା କଥା, କେହି କାହାକୁ ଊଣା ନୁହେଁ। ସହଜରେ କିଏ ପଛଘୁଞ୍ଚା ଦେବ? 2 ଜଣଙ୍କୁ 2 ଜଣ ଚିହ୍ନନ୍ତି। ଚମ୍ପାର ଭାବନା, ଯଦି ଗୋବିନ୍ଦା ଘରକୁ ଯାଏ, ଟଙ୍କା ସୁନାଗୁଡ଼ାକ ତା ହାତରୁ ଯାଇ ଭଣ୍ଡାରୀ ଘରେ ପଶେ, ପୁନର୍ବାର ହାତ ପଇଠ ହେବା ସହଜ ନୁହେଁ। ପୁଣି ଗୋବିନ୍ଦାର ମା ଓ ଭାର୍ଯ୍ୟା କଥା ମଧ୍ୟ ତା ମନରେ ପଡ଼ିଲା। ଏଣେ ଗୋବିନ୍ଦାର ଭାବନା, ଚମ୍ପା କଟକ ସହରରେ ପଶିଲେ ତାକୁ ଆୟତ୍ତ ରଖିବା ସହଜ ହେବ ନାହିଁ। ଅଇଣ୍ଠା ଖାଇ କୁକୁରୀ ଆଉ ଖଣ୍ଡିଏ ଅଇଣ୍ଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବପତ୍ର ଗୋଡ଼ରେ ଦଳି ଦେଇଯାଏ। ବିପରୀତ ମୁଖ 2 ବଳ ସମାନ ହେଲେ ଦୁହେଁ ସ୍ୱ ସ୍ଥାନରେ ସ୍ଥିର ହୋଇ ରହନ୍ତି। ରାତ୍ର ଅନ୍ଦାଜ 5 ଘଡ଼ି କି 6 ଘଡ଼ି। ଭାତ ଡାଲି ପ୍ରସ୍ତୁତ ହୋଇଗଲାଣି। ଚମ୍ପା ଅଳ୍ପକାଳ ଛିଡ଼ା ହୋଇ କ'ଣ ଭାବିଲା। ପାଖକୁ ଆସି ସାକୁଲେଇ କହିଲା, ଦେଖ ଗୋବିନ୍ଦା, ତୁ ତ କହୁଛୁ ନଈ ଆରପାରି 4 କୋଶ ବାଟରେ ତୋ ଘର। ହଉ ଚାଲ, କଟକ ଚାଲ। ମୁଁ କିଛି ଟଙ୍କା ଦେବି, ତୁ ଘରେ ଦେଇଯିବୁ। ତୁ ଯଦି ମୋ କଥା ନ ଶୁଣୁ, ଟଙ୍କା ତ ଟଙ୍କା, ସୁନା ତ ସୁନା, କାଣି କଉଡ଼ି ଧୋଇ ପାଣି ଟୋପାଏ। ଆ ବଡ଼ ଭୋକ ଲାଗିଲାଣି, ଖାଇବା ଆ। ଗୋବିନ୍ଦା ମଧ୍ୟ ଭୋକରେ କାଉଳି ହେଲା।
ବୋଧହୁଏ ସେ ଏଥିରେ ଅଧା ରାଜି ହୋଇ ଉଠ ଉଠ ହେଉଥିଲା। ମାତ୍ର ଅନ୍ଧାରରେ ଚମ୍ପାକୁ ତ ଦିଶୁନାହିଁ। କିଛି ଜବାବ ନ ପାଇ ସେ ଭାରି ଖପା ହୋଇ କହିଲା, ମଲା, ଯା ପୋଇଲାଙ୍କୁ ସାଆନ୍ତ କହିଲେ ମୁଣ୍ଡରେ ଚଢ଼ନ୍ତି। ଯା ମ ଯା। ଖାଇଲୁ ନ ଖାଇଲୁ, ଖାଇଲୁ ନାହିଁ ନାହିଁ? ଖାଇଲୁ ନାହିଁ ନାହିଁ? ଯା ମ ଯା। ଖାଇଲୁ ନ ଖାଇଲୁ, ଖାଇଲୁ ନାହିଁ ନାହିଁ? ଗୋବିନ୍ଦା ଉଠୁଥିଲା। ପୁନର୍ବାର ବସିପଡ଼ି ଚମ୍ପାକୁ ତରାଟି ମରାଟି ଚାହିଁଲା। ପାଞ୍ଚିଲା, ହଁ, ମୁଁ ପୋଇଲା, ତୁ ସାଆନ୍ତାଣୀ। ମାତ୍ର ପାଟି ଫିଟାଇ କିଛି କହିଲା ନାହିଁ। କ'ଣ ଏଟା? ଯା ମ ଯା। ଖାଇଲୁ ନ ଖାଇଲୁ, ଖାଇଲୁ ନାହିଁ ନାହିଁ? ଗୋବିନ୍ଦା ଉଠୁଥିଲା। ପୁନର୍ବାର ବସିପଡ଼ି ଚମ୍ପାକୁ ତରାଟି ମରାଟି ଚାହିଁଲା। ପାଞ୍ଚିଲା, ହଁ, ମୁଁ ପୋଇଲା, ତୁ ସାଆନ୍ତାଣୀ। ମାତ୍ର ପାଟି ଫିଟାଇ କିଛି କହିଲା ନାହିଁ। ଗୋବିନ୍ଦା ଆପଣାର କେଡ଼େ ସୌଭାଗ୍ୟ ସ୍ୱପ୍ନ ଦେଖୁଥିଲା। କେତେ ବିଲବାଡ଼ି, କେତେ ବଳଦ ହଳିଆ, କେତେ ଦୁହାଁଳ ଗାଈ ଘରେ ବନ୍ଧା, କେତେ ଖାତକ ଟଙ୍କା କରଜ ନେବାକୁ ଆସି ଦୁଆରେ ବସିଛନ୍ତି। ସବୁଥିରୁ ଏକାବେଳକେ ନିରାଶ। ଦିନଯାକ ପାଣି କାଦୁଅରେ ବୁଲି ବୁଲି ଥକା, ତା ଉପରେ ଭୋକ। ଗୋବିନ୍ଦା ଏତେବେଳେ ଯାଏ ମନର ଦୁଃଖରେ ବସି ଭାବୁଥିଲା। ବର୍ତ୍ତମାନ ଚମ୍ପା ପୋଇଲା କହିବାରୁ ତାଳୁରେ ବିଛା କାମୁଡ଼ିଲା ପରି ସର୍ବାଙ୍ଗ ଜଳୁଅଛି। କିଛି କହିପାରୁ ନାହିଁ। ସେ ଜାଣେ ତା'ପରି ଦୁଇଜଣ ଲୋକ ବଳରେ ଚମ୍ପା ସାଙ୍ଗରେ ପାରିବେ ନାହିଁ। ସେ କେତେଥର ମଙ୍ଗରାଜ ଘର ଭେଣ୍ଡିଆ ହଳିଆମାନଙ୍କୁ ବାଡ଼େଇଥିବାର ନିଜ ଆଖିରେ ଦେଖିଛି। ତୁମ ମଧ୍ୟରେ ନିଆଁ ଥିଲା ପରି ତା ମନ ଭିତରେ ପୋଡ଼ି ପକାଉଛି। ଚମ୍ପା ଦୁଇପତ୍ର ଭାତ ବାଢ଼ି ମଝିରେ ଗାଢ଼ କରିଦେଇ ଡାଲି ବାଢ଼ିଦେଲା। ବୃନ୍ଦାବନ ଯେ ଦୁଧ ଠେକିଏ ଦେଉଥିଲା, ସେତକ ବାହାରକୁ ଥରେ ଅନାଇ ଦେଇ ଆପଣା ଭାତରେ ଢାଳିଦେଲା। ଗୋବିନ୍ଦା ଅନ୍ଧାରେ ବସି ଦେଖୁଛି। ଦୁଧ ଢଳା ଦେଖି ତା ଦେହରେ ନିଆଁ ଢାଳି ହେଲା ପରି ଜଣାଗଲା। ମନରେ କଲା, ଦୁଧ ଟିକିକରେ ତ ଏହା ଟଙ୍କା ସୁନା କଥା ତ ଅଛି। ଚମ୍ପା ଡାକିଦେଲା, ହୋଇ ତୋ ଭାତ ରହିଲା, ଖା ବା ନ ଖା, ମୁଁ ଏତେ ଗୋଡ଼ ଧରିପାରେ ନାହିଁ। ଚମ୍ପା ଓଦା ହାତଟା ମୁହଁରେ ବୁଲାଇ ଦେଇ ଠୁଙ୍ଗା ହୋଇ ଭାତପତ୍ର ପାଖରେ ବସି ବଡ଼ ବଡ଼ ଗୁଣ୍ଡା ସୁଡ଼ ସୁଡ଼ ଶବ୍ଦରେ ଦଣ୍ଡକ ମଧ୍ୟରେ ପତ୍ର ଖାଲି କରିଦେଲା। ଚୁଲି ମୁହଁ ପାଖରେ ମୁହଁଟା ଧୋଇ ପକାଇ ପୁନର୍ବାର ଥରେ ବାହାରକୁ ଅନାଇ ଡାକିଲା, ଆରେ ଆ, ଭାତ ଖା। ଉତ୍ତର ନାହିଁ। ଖପା ହୋଇ କହିଲା, ଆରେ ୟାକୁ କହନ୍ତି ସୁଖ ଭାତ ତୋଟି କୁଣ୍ଡାଇ ହେବା। ଜଳନ୍ତା ନିଆଁରେ କୁଟା ପକାଇଲା ପରି ଗୋବିନ୍ଦକୁ ଏ କଥା ଜଣାଗଲା। ତାହା ବାଦ୍ ଚମ୍ପା ପାଟି ଖଣ୍ଡିକ ଉପରେ ଗଣ୍ଠିରା ଲୁଗାରୁ ଅଧେ ମେଲାଇ ଦେଇ ଗଣ୍ଡିରାଟି ସାବଧାନରେ ବେକତଳେ ପର୍ଯ୍ୟନ୍ତ ଦେଇ ଚିତ୍ ହୋଇ ଶୋଇପଡ଼ିଲା। ଗୋବିନ୍ଦା ସେହି ପିଣ୍ଡାରେ ବସି ଭାବୁଛି। ସେ ବର୍ତ୍ତମାନ ଭଲ କରି ବୁଝିଲାଣି, ସାପୁଣି ମୁଣ୍ଡରୁ ମଣି ନେବା ସହଜ ନୁହେଁ। ଆମ୍ଭେମାନେ ଗୋବିନ୍ଦପୁର ଲୋକଙ୍କଠାରୁ ଯେପରି ଶୁଣିଛୁ, ସେଥିରୁ ଅନୁମାନ କରୁଅଛୁଁ,
ଗୋବିନ୍ଦାର ଆଉ ଅଧିକ କିଛି ପ୍ରତ୍ୟାଶା ନଥିଲା। ସ୍ତ୍ରୀଠାରୁ ମର୍ଯ୍ୟାଦା, ପ୍ରେମ, ଭକ୍ତି, ଆନୁଗତ୍ୟ ପ୍ରତ୍ୟାଶା କରିବା ପୁରୁଷ ଜାତିର ସ୍ୱଭାବ। ଚମ୍ପାର ଆଚରଣରୁ ଜଣାଯାଏ ତାହାର ଇଚ୍ଛା ଭଲ ପାଏ ତ ଭଲ ପାଏ, ହେଲେ ତୁ ଯେଉଁ ଭଣ୍ଡାରୀ ସେହି ଭଣ୍ଡାରୀ। ଗୋବିନ୍ଦା ଏହି ଅବସ୍ଥାରେ କେତେବେଳ ଯାଏ ବସିଲାଣି ସେ ଜାଣେ ନାହିଁ। ଘୋର ଅନ୍ଧକାର ରାତ୍ର। ମଣିଷ ନିଜ ଦେହ ଦେଖିପାରିବ ନାହିଁ। ସଁ ସାଁ କରି ଦକ୍ଷିଣା ପବନ ବାଡ଼ଉଛି। ତୁହାକୁ ତୁହା ବରଷା। ବରଗଛଟା ଗୋଟାଏ ଅନ୍ଧକାର ଗଦା ପରି ଛିଡ଼ା ହୋଇ ଦୋହଲି ଦୋହଲି ଗୋଟାଏ କେମନ୍ତ ଆତଙ୍କଜନକ ଶବ୍ଦ କରୁଅଛି। ଗୁଡ଼ାଏ ବାଦୁଡ଼ି ସାନ ସାନ ଅନ୍ଧକାର ଖଣ୍ଡା ପରି ଚାରିଆଡ଼ୁ ଉଡ଼ି ସେହି ଅନ୍ଧକାର ଗଦାରେ ଝୁଲି ପଡ଼ିଛନ୍ତି। ପୁଣି କେତେଖଣ୍ଡ ଅନ୍ଧକାର ପରି ବାହାରି ଆକାଶରେ ଉଡ଼ି ଯାଉଛନ୍ତି। କିଚ୍ କିଚ୍ ଶବ୍ଦ କରି ବରଫଳ ଖାଉଅଛନ୍ତି। ଟପ୍ ଟପ୍ ବରଫଳ ତଳେ ପଡ଼ୁଛି। ଚତୁର୍ଦ୍ଦିଗରେ ପୈଶାଚିକ ଶବ୍ଦ। ଘର ମଧ୍ୟରେ ଚମ୍ପାର ଅନୁନାସିକ ଶବ୍ଦ ଆହୁରି ଭୟଙ୍କର ଶୁଭୁଛି। ସେହି ଅନ୍ଧକାର ଗଦା ତଳେ ଦୁଇଟା ପଶୁର ଖେଁ ଖେଁ କାମୁଡ଼ା କାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକି ପଡ଼ି ଅନାଇଲା। ଘର ମଧ୍ୟରେ ଜଳୁଥିବା ଦୀପର କେତୋଟି ମାତ୍ର ଲୋହିତ କିରଣରେଖା ନିସ୍ତେଜ ଭାବରେ ସେହି ଅନ୍ଧାର ତଳେ ପଡ଼ିଅଛି। ଗୋବିନ୍ଦା ଭଲ କରି ଅନାଇ ଦେଖିଲା, ଦୁଇଟା ବିଲୁଆ ବରଫଳ ଖାଉ ଖାଉ କଳି ଲାଗିଲା। ଗୋଟାଏ ବିଲୁଆ ଆରଟାକୁ ତଡ଼ିଦେଇ ଆପେ ସମସ୍ତ ଫଳ ଅଧିକାର କରି ବସିଲା। ଗୋବିନ୍ଦା ବିଲୁଆର କାର୍ଯ୍ୟ ଦେଖି କ'ଣ ବୁଝିଲା, କ'ଣ ମନରେ ପାଞ୍ଚିଲା, ଉଠି ବସି ଚାରିଆଡ଼କୁ ସାବଧାନରେ ଅନାଇଲା। ଧୀରେ, ଅତି ଧୀରେ ଉଠିଯାଇ ଚମ୍ପାର ଗୋଡ଼ଠାରୁ ମୁଣ୍ଡଯାଏ ଅନାଇଲା। ଠଣାରେ ମୁଠି ରଖିଦେଇଥିଲା। ଧୀରେ ଧୀରେ ଆଣି ସେଥିରୁ କ'ଣ ଫିଟାଇ ଅଣ୍ଟାରେ ଭଲ କରି ଲୁଗା ଭିଡ଼ି ଦେଇ ସେହି ପଦାର୍ଥଟା ଦୃଢ଼ ରୂପେ ଧରିଲା। ଧୀରେ ଧୀରେ ଯାଇ ଚମ୍ପାକୁ ଏକ ଧ୍ୟାନରେ ଅନାଇଲା। ଭୂମି ଉପରେ ପଡ଼ି ନିଦ୍ରିତା ସୁକରୀକୁ ବଣ ମଧ୍ୟରୁ କେନ୍ଦୁଅ ଯେପରି ଅନାଏ, ସେହିପରି ଏକ ଧ୍ୟାନରେ ଚାହିଁଅଛି। ତାହାର ଆଖି ଦୁଇଟା ଜଳୁଅଛି। ଡାହାଣ ହାତରେ ଦୃଢ଼ କରି କ'ଣ ଧରିଅଛି। ଏତେ ସାବଧାନ, ଏତେ ଧୀର ଯେ ନିଶ୍ୱାସଟା ମଧ୍ୟ ବଳରେ ପକାଉ ନାହିଁ। ଡାହାଣ ଗୋଡ଼କୁ ଆଗକୁ ପକାଇବା ମାତ୍ରେ ଗୋଟିଏ ଜ୍ୟୋତି ଚକ୍ ଚକ୍ କରି ଚମ୍ପା ଉପର ଦେଇ କନ୍ଥାରେ ବୁଲିଗଲା। ଗୋବିନ୍ଦା ଚମକି ପଡ଼ି ଏକାବେଳକେ ପିଣ୍ଡା ତଳକୁ ଓହ୍ଲାଇ ପଡ଼ିଲା। ଚତୁର୍ଦ୍ଦିଗକୁ ସାବଧାନରେ ଅନାଇଲା। କାହିଁ କିଛି ନାହିଁ। କେବଳ ପୂର୍ବପରି ଚତୁର୍ଦ୍ଦିଗରେ ଘୋର ପୈଶାଚିକ ଶବ୍ଦ। ଗଛ ତଳ ଡାଳରୁ କେତେଖଣ୍ଡ ଅନ୍ଧାର ଫଡ଼ ଫଡ଼ ହୋଇ ଉଡ଼ି ପଳାଇଲେ। ବିଲୁଆଟା ଚରୁଥିଲା, ପଳାଇଗଲା। ତାହା ହସ୍ତରେ ଥିବା ପଦାର୍ଥ ବିଶେଷରେ ଆଲୁଅ ପଡ଼ି ଚକ୍ ଚକ୍ ଦିଶିଲା। ଗୋବିନ୍ଦା ସମସ୍ତ ବୁଝିପାରିଲା ପୂର୍ବଠାରୁ ଅଧିକ ସାହସ ବାନ୍ଧି ଧୀରେ ଧୀରେ ଗୋଡ଼ ପକାଇ ଘର ମଧ୍ୟକୁ ଗଲା। ସୁକରୀ ଉପରେ କେନ୍ଦୁଆ ଯେପରି ଝାମ୍ପି ପଡ଼େ, ସେହିପରି ଚମ୍ପା ଉପରକୁ ଝାମ୍ପି ପଡ଼ିଲା। ଠିକ୍ ସେ ସମୟରେ ଦୀପଟା ପୋଡ଼ିଯାଇ ଦପ୍ କରି ଜଳି ଉଠି ଲିଭିଯିବାରୁ କିଛି ଦିଶିଲା ନାହିଁ। ଘର ମଧ୍ୟ ଉତ୍କଟ ଗଁ ଗଁ ଶବ୍ଦ, ଗୋଡ଼ ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବ୍ଧ ହୋଇଗଲା। ସେହି ଶବ୍ଦ ଶୁଣି ବିଲୁଆ ଧଡ଼ପଡ଼ ହୋଇ ପଳାଇଗଲା। ଗଛଟାରୁ ଅନ୍ଧକାରଖଣ୍ଡ ବୁଣିଗଲା ପରି ବାଦୁଡ଼ିଗୁଡ଼ା କର୍କଶ ଡେଣା ଶବ୍ଦ କରି
ଉଡ଼ିବାକୁ କର୍କଶ ଡେଣା ଶବ୍ଦ କରି ଉଡ଼ିବାକୁ ଲାଗିଲେ। ଏହି ସମୟରେ ଗୋଟାଏ ପ୍ରବଳ ଖଞ୍ଜା ପବନ ଆସି ଗଛର ଡାଳମାନଙ୍କୁ ଦୋକାନ ଘରକୁ କଡ଼ କରି ଦୋହଲାଇ ଦେଲା। ମୁହୂର୍ତ୍ତକ ସକାଶେ ସେଠାରେ ଅଦୃଶ୍ୟ ଅନ୍ଧକାର ମଧ୍ୟରେ ପ୍ରଳୟ ଉପସ୍ଥିତ ହେଲା ପରି ଜଣାଗଲା।